ଦେଖନ୍ତୁ ସାଙ୍ଗମାନେ ଘର କାମରେ ପୁରା ବ୍ୟସ୍ତ। ଭୋର 5ଟାରୁ ଉଠିକି ଦିନ 3:30 4ଟା ହେଇତେ ବସିଲାଣି। ପଖାଳ ଖାଇଛି ଆଉ ଗରମ ଭାତ ବି ଖିଆ ହେଇନି, ତାର କାମରେ ପୁରା ଲାଗିଛି। ଆଉ ଏମିତି ଡେଲି 3-4 ଦିନ ହେଇଗଲାଣି। ଡେଲି ଭୋର 5ଟାରୁ ଉଠୁଛି, କାମରେ ଲାଗୁଛି, ପୁଣି ସନ୍ଧ୍ୟା 5ଟା ହେଲେ ତା କାମ ସରିବ। ଦେଖନ୍ତୁ ଏଇଭଳିଆ କରି 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 ପୁରା କାନ୍ଥ ସେପଟେ ଦେଇଦେଇଛି, ଏପଟେ ଦେଇଦେଇଛି, ଅଳ୍ପ ଅଳ୍ପ କାନ୍ଥ ଦିଆହେଇଛି। ତାପରେ ଆମର ଯେଉଁ ଖୋଲା ହେଇଛି ଆଜବେଷ୍ଟ ଗୁଡ଼ା, ସେଗୁଡ଼ା ଘେରା ଯିବ ନା, ସେଥିପାଇଁ ଅଳ୍ପ ଟିକେ ଟିକେ କାନ୍ଥ ଦେଇଦେଉଛି। ଆଉ ଏମିତି ପୁରା କାନ୍ଥ ଦେବା ପାଇଁ ସେ ବି ଏକୁଟିଆ ପାରିବନି। ଦେଖନ୍ତୁ ତଳେ ଲିପିକି ଉପରଟା ପୁରା ଲିପି ସାରିଲାଣି, ଉପରଟା ଲିପିକି ପୁରା କମ୍ପ୍ଲିଟ୍। ତଳେ ଲିପାଲିପି କାମ ପୁରା ଚଲେଇଛି। ଦେଖନ୍ତୁ କାମ ଆଜି ସରିବ, ସରିନେ ଯାଇକି ସେ ଖାଇବ, ନହେଲେ ଖାଇବନି, ଶପଥ ନେଇଛି। ତାପରେ ଶୁଖିନେ 2 ଦିନ 3 ଦିନ ଲାଗିଯିବ ଶୁଖିବା ପାଇଁ ନା। ଶୁଖିନେ ପୁଣି ଜିନିଷ ଗୁଡ଼ା ବାହାର କରିବା ଏପଟରୁ, ଏ ଘର ଗୁଡ଼ାକରୁ ଯାହା ବି ଜିନିଷ ଅଛି ଭିତରେ ସେସବୁ ବାହାର କରିକି ପୁଣି ଏଠି ରଖିବା ପାଇଁ ପଡ଼ିବ। ଏ ତ ଶୁଖିଲେ ସିନା ଆକୁ ଆଣିକି ରଖିବୁ। ଘରର ତ ଜାଣିଥିବେ, ଘରରେ ମାନେ କେତେ ଜିନିଷ, ଗୋଟିଏ ଘରୁ ଆଉ ଗୋଟେ ଘରକୁ ଆଣିବା ପାଇଁ ବି ବହୁତ ସମୟ ଲାଗିବ। ଏଇଭଳିଆ କଥା। ଆଉ ଦେଖନ୍ତୁ ତ କାମ ଚାଲିଛି। ସାଙ୍ଗମାନେ ଘର ଗୋଟିଏ ବନେଇବା ପାଇଁ ବହୁତ ଦିନ ଲାଗିଯାଏ, ବାକି ଘରଟାକୁ ଭାଙ୍ଗିବା ପାଇଁ ମାନେ ଗୋଟେ ଦିନ ବି ବହୁତ କମ୍ ହେଇଯିବ। 2 ଘଣ୍ଟା 3 ଘଣ୍ଟାରେ ଘର ଭାଙ୍ଗିକି ଖୋଲିକି ପୁରା ଘର ପରିଷ୍କାର କରିଦେବେ। କିନ୍ତୁ ଘରଟାକୁ ବନେଇବା ପାଇଁ ଲୋକଙ୍କ ପାଖରେ ପୁରା ମାସ ଟାଇମ୍ ଦରକାର, ବର୍ଷ ଟାଇମ୍ ଦରକାର। କିନ୍ତୁ ଭାଙ୍ଗିବା ପାଇଁ ସାଙ୍ଗେ ସାଙ୍ଗେ, ଭାଙ୍ଗିବା ପାଇଁ ତାଙ୍କୁ କୌଣସି ଟାଇମ୍ ଦରକାର ନାହିଁ। 5-10 ମିନିଟ୍ରେ ତାଙ୍କ କାମ ସାରିଦେବେ ସାଙ୍ଗେ ସାଙ୍ଗେ। ଘର ଭାଙ୍ଗିକି, ଘର ଖୋଲିକି ଭାଙ୍ଗିକି ସେ ତାଙ୍କ 1-2 ଦିନର କାମ ସାରିଦେବେ। କିନ୍ତୁ ଘର ତିଆରି କରିବା ପାଇଁ ତାଙ୍କୁ 6 ମାସ 7 ମାସ ବର୍ଷେ ଏମିତି। ଦେଖନ୍ତୁ ଆମର କୁନି ଛୁଆଟି, ଚାଲନ୍ତୁ ଯିବା ଆମ କୁନି ଛୁଆ ପାଖକୁ। ଦେଖନ୍ତୁ ସାଙ୍ଗମାନେ ଆମ କୁନି ଛୁଆଟି ଚୁରକି ବାନ୍ଧିଛି। ଏଇଟା ଆମ ଛୁଆର ବରଗଛ, ହଁ ନା ବାବା? ବରଗଛ ନା ଏଇଟା? ହେଇଲୋ ମାମା କାଇଲୁ ଛୁଆ, ହେଇତ ବାଇ ବାଇ କରିଦେନି, ଟିକେ ହେଲା, ଟିକେ ବାଇ ବାଇ କରିଦେନି। ହସୁଛି ସାଙ୍ଗମାନେ। ଇଏ ବି ଶୋଇଥିଲା, ଇଏ ବି ଉଠି ପଡ଼ିଲାଣି। ଆଉ ଏବେ ଏଇଠି ବସିଛି, ଟାଟା କଲାଣି।